ମାନେ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ତୃତୀୟ ପାଠ ପଢ଼ିବା। ତୃତୀୟ ପାଠରେ କ'ଣ ରହିଛି? ଈକାରାନ୍ତ ସ୍ତ୍ରୀଲିଙ୍ଗ, ମାନେ ଈକାରାନ୍ତ ସ୍ତ୍ରୀଲିଙ୍ଗ, ଦୀର୍ଘ ଈକାରାନ୍ତ। ଆଗରୁ ଯେଉଁ ଆମେ ପଢ଼ିଥିଲା ହ୍ରସ୍ୱ ଈକାରାନ୍ତ, ଏଇଟା ଈକାରାନ୍ତ, ସେଇଟା ଥିଲା ଈକାରାନ୍ତ, ଏଇଟା ଈକାରାନ୍ତ। ବୁଝିପାରିଲ? ଦୀର୍ଘ ଈକାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ। ଦୀର୍ଘ ଈ ଏଇଠିରେ ଥିବ, ଲାଷ୍ଟରେ କ'ଣ ଥିବ? ଦୀର୍ଘ ଈ ଦେଖାଯାଉଥିବ। ଦେଖ ଏଇଠି ଅଛି ନଦୀ, ନଦୀ ଏଇଠି ଅଛି ନା, ନଦୀ ଇ ଅଛି, ଦୀର୍ଘ ଈ ଅଛି, ନଦୀ। ଏ ନଦୀ ହେଲା ଗୋଟେ ସ୍ତ୍ରୀଲିଙ୍ଗ ଶବ୍ଦ। ପୁଷ୍ପଧାନୀ, ନରେ ଦୀର୍ଘ ଈ ଅଛି, ପୁଷ୍ପଧାନୀ, ଫୁଲ ଗମଲା ଯେଉଁ ପୁଷ୍ପଧାନୀ, ଫୁଲଦାନୀ ବୋଲି ଯେଉଁ ଆମେ କହୁଛୁ, ପୁଷ୍ପଧାନୀ। ତାପରେ ଲେଖନୀ, ନି ଅଛି ଦୀର୍ଘ ଈ, ଲେଖନୀ ମାନେ ପେନ୍, ପେନ୍କୁ ଲେଖନୀ ବୋଲି କୁହାଯାଏ। ଅଙ୍କନୀ, ଅଙ୍କନୀ ମାନେ ପେନସିଲ୍କୁ ଅଙ୍କନୀ କୁହାଯାଏ। ଅଙ୍କନୀ, ନ ଦୀର୍ଘ ଈ ଅଛି ଦେଖ। ତାପରେ ଦ୍ରୋଣୀ, ଣି ଅଛି ଦୀର୍ଘ ଈ, ତ ଲାଷ୍ଟରେ କାରାନ୍ତ, ଦୀର୍ଘ ଈ କାରାନ୍ତ, ମାନେ ଲାଷ୍ଟରେ ଯଦି ଦୀର୍ଘ ଈ ଅଛି ତାହେଲେ ସେଇଟା ଦୀର୍ଘ ଈ କାରାନ୍ତ। ଇ କାରାନ୍ତ ସ୍ତ୍ରୀଲିଙ୍ଗ, ଏହା ସବୁ ସ୍ତ୍ରୀଲିଙ୍ଗ ଶବ୍ଦ, ତ ସ୍ତ୍ରୀଲିଙ୍ଗ ଶବ୍ଦ। ଦ୍ରୋଣୀ, ଣରେ ଦୀର୍ଘ ଈ ଅଛି ଦେଖ, ଦ୍ରୋଣୀ, ଦ୍ରୋଣୀ ମାନେ ହେଲା ବାଲ୍ଟିକୁ ଦ୍ରୋଣୀ ବୋଲିକି କୁହାଯାଏ। ତାପରେ ପୃଥିବୀ, 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 ପୃଥିବୀ ଆମେ ଓଡ଼ିଆରେ ବି କହୁଛୁ ପୃଥିବୀ, ବ ଦୀର୍ଘ ଈ ଅଛି। କର୍ତ୍ତରୀ, ରି ଦୀର୍ଘ ଈ ଅଛି, କର୍ତ୍ତରୀ ମାନେ କଇଁଚି। ମାର୍ଜନୀ, ମାର୍ଜନୀ ମାନେ ଝାଡ଼ୁ, ମାର୍ଜନୀ ମାନେ ଝାଡ଼ୁ। ସେହିପରି ଆହୁରି ଦୀର୍ଘ ଈ କାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ ମାନେ କିଏ କିଏ ଅଛନ୍ତି? ଭଗିନୀ, ଭଗିନୀ ମାନେ ଭଉଣୀ, ଭଉଣୀକୁ ଭଗିନୀ ବୋଲିକି କୁହାଯାଏ, ଭଗିନୀ। ଭାରତୀ, ନା ଗୋଟିଏ, ବାଣୀ, କହିବା ଯେଉଁ କଥା ଆମର ବାଣୀ, ଗୌରୀ, ମାତା ଗୌରୀ। ସରସ୍ୱତୀ, ମାତା ସରସ୍ୱତୀ। ପ୍ରଦର୍ଶିନୀ ମାନେ ପ୍ରଦର୍ଶିନୀ, ବିଜ୍ଞାନ ମେଲା ଦେଖିଯାଇଛ, ପ୍ରଦର୍ଶିନୀ ସେଇଟା ମାନେ ଯାହା ଦେଖାଯାଏ କିଛି, ପ୍ରଦର୍ଶିନୀ ବୋଲିକି କୁହାଯାଏ, ପ୍ରଦର୍ଶନୀ। କୁମାରୀ, କୁମାରୀ। ପୁରୀ, ପୁରୀ ଗୋଟିଏ ସହର। ନେତ୍ରୀ, ଯେଉଁମାନେ ନେତ୍ରୀ ଥାନ୍ତି, ନେତ୍ରୀ ତାଙ୍କୁ କୁହାଯାଏ। ଏଇଟା ସବୁ ସ୍ତ୍ରୀଲିଙ୍ଗ ଶବ୍ଦ। ଏହାର ଅଭ୍ୟାସ କରିବା। ପଠତୁ ବଦତୁ, ଘଟି, ଏହା କ'ଣ? ଘଟି, ଘଟି, ଘଟି ମାନେ ଘଣ୍ଟାକୁ ଘଟି ବୋଲିକି କୁହାଯାଏ। ସରଣୀ, ସରଣୀ, ସରଣୀ ମାନେ ରାସ୍ତାକୁ ସରଣୀ ବୋଲିକି କୁହାଯାଏ, ଏହା ବି ଦୀର୍ଘ ଈ କାରାନ୍ତ ସ୍ତ୍ରୀଲିଙ୍ଗ ଶବ୍ଦ। ତାପରେ ଜନନୀ, ଜନନୀ ବେଲେ ମା। ଭଗିନୀ, ଭଉଣୀ, ରାକ୍ଷୀ ବାନ୍ଧୁଛି, ଭଉଣୀ। ୟୋଜୟତୁ, ଯୋଗ କର ବୋଲି କହିଲା। ଆମେ ସରଣୀ, ସରଣୀ କେଉଁଟା? ଏଇଟା ସରଣୀ। କର୍ତ୍ତରୀ, ଲେଖନୀ, ମାର୍ଜନୀ, ପୁଷ୍ପଧାନୀ। ହେଲା, ଏମିତି ଯୋଗ କରିଦିଅ। ତାପରେ ଆସିଲା ପରିଚୟମ୍ ଦଦାତୁ, ଏହା କ'ଣ? ଜନନୀ। କ'ଣ ଅଛି? ଜନନୀ, ଜନନୀ, ଜନନୀ। ବୁଝିଲା? ଲେଖିଦେବ ଏମିତି ଜନନୀ। ତାପରେ ଆସିଲା ଘଟି, ଘଟି ପରେ ଆସିଲା ଦ୍ରୋଣୀ, ଦ୍ରୋଣୀ, ଦ୍ରୋଣୀ। ବୁଝିଲା? ତାପରେ ଅଙ୍କନୀ, ଅଙ୍କନୀ। ତାପରେ ଏଇଠି ଆମେ ଶୂନ୍ୟସ୍ଥାନ ପୂରଣ କରିବା। କ'ଣ ଅଛି? ନ, ଏଇଠି କ'ଣ ଲେଖିବା? ନଦୀ। ଲେଖନୀ, ଲେଖନୀ। କର୍ତ୍ତରୀ, କର୍ତ୍ତରୀ। ତାପରେ ଆସିଲା ପ୍ରଦର୍ଶିନୀ, ପ୍ରଦର୍ଶିନୀ। ହେଲା, ଭଗିନୀ, ସରଣୀ। ହେଲା, ତାପରେ ଏଇଠି ପୁଣି ଶୁଦ୍ଧ ପଦମ୍ ଲିଖତୁ ବୋଲିକି କହିଛି। ଶୁଦ୍ଧ ପଦମ୍ ଯେମିତି ମାର୍ଜନୀ, ମା ଅଛି, ମାର୍ଜନୀ ହେଇଛି, ଠିକ୍ ସେହିପରି ଆମେ ଏଇଠି ଲେଖିବା। କ ନମ୍ବରରେ ଏଇଟା ପୁଷ୍ପ
धानी पुष्पधानी अणैसर सरणी कर्तरी नदी सरस्वती बुझिला। तापर आग को जीवा आमे चतुर्थ पाठ पढ़िबा। चतुर्थ पाठ रे इकारांत नपुंसकलिंग शब्द देछि। आमे पढ़िले स्त्रीलिंग शब्द आमे एबे पढ़िले, एबे आमे पढ़िबा नपुंसकलिंग शब्द जହାର स्त्रीलिंग किंबा पुलिंग नाही, से ହେଲା नपुंसकलिंग। यार भी इकारांत माने कोन अंतरे माने लास्ट रे ई थिबो, तो सेटा ହେଲା इकारांत, बाकी से माने नपुंसकलिंग शब्द हेतिबे। देखिबा बारी बारी जल, जलर पुलिंग नाही कि स्त्रीलिंग नाही, बारी ହେଲା नपुंसकलिंग शब्द बुझी पारिलो। बारी अस्थि, अस्थि माने बारी माने जल, पिला माने बारी माने जल, अस्थि माने हाड़। दही, दही जानिछ समस्ते, दही को दधी बोली कि कहा जाए, कोन कहा जाए दही को दधी। तापरे शक्ति, शक्ति जंघर ऊपर जो अछि ताको शक्ति, जंघ को कहा जाउछि शक्ति बुझिला। तापरे आगो को जीवा उकारांत नपुंसकलिंग, एटा माने इकारांत नपुंसक पढ़िले, तापरे पढ़िबा उकारांत, उ लास्ट रे थिबो उकारांत नपुंसकलिंग। मधु, मधु बोले महु, मधु उ अछि उ, मधु उ उच्चारण अछि। श्मश्रु उ होछि श्मश्रु, दाढ़ी को श्मश्रु बोली कि कहा जाए दाढ़ी। तापरे दारू, दारू माने काठ, काठ रे दारू थाए जानिछ, दारू को उ अछि। अश्रु, अश्रु माने लुह, कांदिले जो लुह बाहरे अश्रु उ अछि लास्ट रे। देखो दारू रे भी उ अछि, श्मश्रु रे भी उ, मधु रे भी उ, तो एटा हे गले उकारांत नपुंसकलिंग। एबे हमें योग करिबा। एटी शक्ति दे देछि, तापरे श्मश्रु, अस्थि, दारू, मधु बुझी पारिलो, बुझिलो। एबे आउ थरे करि दउछि श्मश्रु, अस्थि, दारू, मधु के। तापरे परिचयम ददातु, परिचयम ददातु एठी रे दे देछि, आमे एठी लिखिबा दही को कोन कहा जाए दधी, दही को कोन कहा जाए दधी बोली कि कहा जाए दधी हैला। तापरे काठर जो अछि या को कोन कहा जाए दारू, लिखि देबा दारू। तापरे अश्रु, कांदुछि अश्रु, एठी हमें लिखिबा अश्रु। तापरे एठा जो अछि अस्थि, अस्थि बुझी पारिलो। शून्य स्थानम पूरयतु, एठी कोन अछि धी अछि, तो हमें एठी लिखिबा दधी, खाली री अछि एठी बारी। तापरे स अछि, स अछि माने कोन शक्ति, शक्ति, शक्ति। रु अछि दारू, अ अछि अस्थि हैला। स्म अछि श्मश्रु बुझिला। यदि कोठी रे बुझी न पारुछ ताहेले कमेंट करिवो, मु पुणी कहिदेबी हैला। आज पई एतिकी, समस्तंको धन्यवाद। राम राम।